ଗରମରୁ ମିଳିବ ଆଶ୍ୱସ୍ତି। ମେ ଦ୍ୱିତୀୟ ସପ୍ତାହରେ ମାଡ଼ି ଆସୁଛି ବଡ଼ ଲଘୁଚାପ। ଏବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ଆସିଲା ବଡ଼ ଖବର। ପ୍ରଚଣ୍ଡ ଗରମରୁ ମିଳିବ ଆଶ୍ୱସ୍ତି। ଡହଡହ ଖରାରୁ ତ୍ରାହି ତ୍ରାହି ଡାକିବ ଜନଜୀବନ। କାଳବୈଶାଖୀ ପରେ ଏବେ ମାଡ଼ି ଆସୁଛି ଲଘୁଚାପ। ପରେ ଏହି ଲଘୁଚାପ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଆଜ୍ଞା, ମେ ଦ୍ୱିତୀୟ ସପ୍ତାହରେ ଲଘୁଚାପ ହେବାର ସମ୍ଭାବନା ରହିଛି। ଲଘୁଚାପ ନେଇ ଆକଳନ କରିଛି ଗ୍ଲୋବାଲ ଫୋରକାଷ୍ଟ। ମେ 11ରୁ 15 ତାରିଖ ମଧ୍ୟରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ପରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି। ଅଧିକ ଘନୀଭୂତ ହୋଇ ସାଇକ୍ଲୋନ ଜେନ୍ସିସିର ରୂପ ନେବାର ଆଶଙ୍କା ମଧ୍ୟ ରହିଛି। ହେଲେ ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ମିଳିନାହିଁ। କିନ୍ତୁ ଲଘୁଚାପ ଖବର ଶୁଣି ସାଧାରଣ ଲୋକଙ୍କ ମନରେ ଟିକିଏ ରାହା ପଶିଛି। କାରଣ ଏ ଡହଡହ ଖରାକୁ ଆଉ ସହ୍ୟ କରି ହେଉନି। ଅବଶ୍ୟ ସନ୍ଧ୍ୟାବେଳିଆ କାଳବୈଶାଖୀ ବର୍ଷା କିଛି ସ୍ଥାନରେ ଆଶ୍ୱସ୍ତି ଆଣୁଛି, ହେଲେ ଅଧିକ କ୍ଷୟକ୍ଷତି କରୁଛି। ଆଉ ଏବେ ଲଘୁଚାପ ନା ଶୁଣି ଲୋକେ ଯେତିକି ଖୁସି ହେଉଛନ୍ତି ସେତିକି ଭୟ ମଧ୍ୟ କରୁଛନ୍ତି। କାରଣ ଯଦି ଏହି ଲଘୁଚାପ ବାତ୍ୟାର ରୂପ ନିଏ ତେବେ ପରିସ୍ଥିତି ଶୋଚନୀୟ ହୋଇପାରେ। ତେବେ ଦେଖାଯାଉ ଏନେଇ ପାଣିପାଗ ବିଭାଗ କେବେ ସୂଚନା ଦେଉଛି। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।